ବେଲୁନ ନିଅ ବେଲୁନ, ରଙ୍ଗ ବେରଙ୍ଗର ବେଲୁନ। ଆସ ଆସ, ନିଜ ମନ ପସନ୍ଦର ବେଲୁନ ନେଇଯାଅ। ବାଃ, ତୁମ ବେଲୁନ ତ ସତରେ ଭାରି ସୁନ୍ଦର ହେଇଛି ଆଣ୍ଟି। ତୁମ ବେଲୁନର ଦାମ କେତେ? ତୁ ବେଲୁନ ନେବୁ ଝିଅ, ମୁଁ ତତେ ମାଗଣାରେ ଏକ ବେଲୁନ ଦେବି। ସତରେ ଆଣ୍ଟି? ମୁଁ ବେଲୁନ ନେଲେ ମତେ ଟଙ୍କା ଦେବାକୁ ପଡିବନି? ହଁ, ମୁଁ ସତ କହୁଛି, ତତେ ଟଙ୍କା ଦେବାକୁ ପଡିବନି। ଏଇ ନେ ବେଲୁନ। ଏମିତି କହି ସେ ଚଢ଼େଇ ମିଟୁ ଛୁଆକୁ ଏକ ବେଲୁନ ଦେଇ ସେଠାରୁ ଚାଲିଗଲା। ମିଟୁ ଛୁଆ ବେଲୁନ ସହ ଖେଳିବା ସମୟରେ ତା ମା ସେଠାକୁ ଆସିଲା। ଆରେ ମା, ତୁ ଏ ବେଲୁନ କୋଉଠୁ କିଣିଲୁ? ଆଉ ବେଲୁନ କିଣିବା ପାଇଁ ତୁ ଟଙ୍କା କୋଉଠୁ ଆଣିଲୁ? ମା, ମୁଁ ଟଙ୍କା କୋଉଠି ବି ଆଣିନି। ଜଣେ ଆଣ୍ଟି ମତେ ମାଗଣାରେ ବେଲୁନ ଦେଇଛନ୍ତି। ତୁ ଏ କଣ କହୁଛୁ? ମାଗଣାରେ ତତେ କିଏ କାହିଁକି ବେଲୁନ ଦେବ? ଆଚ୍ଛା ହଉ, ତୁ ଖେଳି ସାରି ଶୀଘ୍ର ଘରକୁ ଆ। ଏମିତି କହି ମିଟୁ ଛୁଆର ମା ଘର ଭିତରକୁ ଚାଲିଗଲା। ମିଟୁ ଛୁଆ ବେଲୁନ ସହ ଖେଳୁଥିଲା। ହଠାତ୍ ବେଲୁନଟା ମିଟୁ ଛୁଆର ଡେଣାକୁ ବାନ୍ଧି ଉପରକୁ ନେଇଗଲା। ମିଟୁ ଛୁଆ ବହୁତ ଚେଷ୍ଟା କଲା, ହେଲେ ବେଲୁନ ତାକୁ ଛାଡ଼ିଲାନି। ଏ କଣ? ଏ ବେଲୁନ ମତେ ଉପରକୁ କେମିତି ନେଉଛି? ମୋ ଡେଣା ବି ଛାଡୁନି। ବଞ୍ଚାଅ, ବଞ୍ଚାଅ, ମତେ କେହି ବଞ୍ଚାଅ। ମିଟୁ ଛୁଆ ଯେତେ ଚିତ୍କାର କଲେ ବି ତା କଥା କେହି ଶୁଣି ପାରିଲେନି। ସେ ବେଲୁନ ମିଟୁ ଛୁଆକୁ ଏକ ବେଲୁନ ଘର ଭିତରକୁ ନେଇଗଲା। ଆରେ, ମୋ ଝିଅ ତ ଏଇଠି ଖେଳୁଥିଲା, ହଠାତ୍ କୁଆଡେ ଚାଲିଗଲା? ନିଶ୍ଚୟ ଝିଅଟା ତା ସାଙ୍ଗମାନଙ୍କ ପାଖକୁ ଚାଲି ଯାଇଥିବ। ମୁଁ ଆଗ ଘର କାମ ସାରିଦିଏ, ତାପରେ ମୋ ଝିଅ ପାଖକୁ ଯିବି। ଏମିତି ସକାଳୁ ରାତି ହେଇଗଲା। ମିଟୁ ଛୁଆ ଯେତେବେଳେ ଘରକୁ ନ ଫେରିଲା, ତା ମା ତାକୁ ଖୋଜିବା ପାଇଁ ବାହାରକୁ ଗଲା, ହେଲେ କୋଉଠି ବି ସେ ତା ଝିଅକୁ ପାଇଲାନି। ଏମିତି ସେ ଦିନ ବିତିଗଲା। ପରଦିନ ବେଲୁନ ଧରି ପୁଣି ସେ ଚଢ଼େଇ ଜଙ୍ଗଲ ଭିତରକୁ ଆସିଲା। ବେଲୁନ ନିଅ ବେଲୁନ, ରଙ୍ଗୀନ ରଙ୍ଗୀନ ବେଲୁନ। ବାଃ, ବେଲୁନ? ମତେ ବେଲୁନରେ ଖେଳିବାକୁ ଭାରି ଭଲ ଲାଗେ। ରୁହ ରୁହ ଆଣ୍ଟି, ମୁଁ ଗୋଟେ ବେଲୁନ ନେବି। ଯେମିତି କୁନି ଚଢ଼େଇ ବେଲୁନ ଆଣିବାକୁ ସେ ଚଢ଼େଇ ପାଖକୁ ଗଲା, ସେ ଚଢ଼େଇ କୁନିକୁ ବି ଏକ ମାଗଣାରେ ବେଲୁନ ଦେଇ ସେଠାରୁ ଚାଲିଗଲା। ସେତେବେଳେ ହଠାତ୍ ବେଲୁନ ମିଟୁ ଛୁଆ ପରି ଚଢ଼େଇ ଛୁଆକୁ ବି ବାନ୍ଧି ନିଜ ସାଙ୍ଗରେ ନେଇଗଲା। ଏ ବେଲୁନ ମତେ ଉପରକୁ କାହିଁକି ନେଉଛି? ଏ ବେଲୁନ ଛାଡ ମତେ। ମା, କୋଉଠି ଅଛ ମା? ମତେ ବଞ୍ଚାଅ। ଆରେ ମା, ତୁ ଏତେ ଉପରକୁ କାହିଁକି ଗଲୁ? ଶୀଘ୍ର ତଳକୁ ଆ ମା, ପଡିଗଲେ ତ ଗୋଡ ଖଣ୍ଡିଆ ହେଇଯିବ। ମା, ମୁଁ ନିଜେ ଉପରକୁ ଯାଉନି, ଏ ବେଲୁନ ମତେ ଉପରକୁ ନେଉଛି। କିଛି କର ମା, ଏ ବେଲୁନ ମତେ ଛାଡୁନି। ଭୟ କରନି ମା, ମୁଁ ଏବେ ତ ପାଖକୁ ଯାଉଛି। ମା ଚଢ଼େଇ ତା ଝିଅ ପାଖରେ ପହଞ୍ଚିବା ପାଇଁ ଅନେକ ଚେଷ୍ଟା କଲା, ହେଲେ ବେଲୁନ ଶୀଘ୍ର ଚଢ଼େଇ ଛୁଆକୁ ଧରି ବହୁତ ଦୂରକୁ ଚାଲିଗଲା। ମା ଚଢ଼େଇ ନିଜ ଝିଅକୁ ନ ପାଇ ମନ ଦୁଃଖରେ କାନ୍ଦୁଥିଲା। ତାର କାନ୍ଦ ଶୁଣି କିଛି ଚଢ଼େଇ ତା ପାଖକୁ ଆସିଲେ। ମା ଚଢ଼େଇ ସେମାନଙ୍କୁ ସବୁ ଘଟଣା କହିଲା। ଚଢ଼େଇ, ମୁଁ କାଲିରୁ ମୋ ଝିଅକୁ ପାଉନି। ସେ ହଜିବା ପୂର୍ବରୁ ଏକ ବେଲୁନ ଧରିଥିଲା। ନିଶ୍ଚୟ ସେ ବେଲୁନ ଅଭିଶପ୍ତ ହେଇଥିବ। ସେ ହିଁ ଆମ ଛୁଆଙ୍କୁ ଚୋରି କରି ନେଇଯାଉଛି। ହେଲେ କିଏ ଏମିତି ବେଲୁନ ଆମ ଛୁଆଙ୍କୁ ଦେଉଛି? ଆମକୁ ଶୀଘ୍ର ଜାଣିବାକୁ ହେବ, କିଏ ଏମିତି ଅଭିଶପ୍ତ ବେଲୁନ ନେଇ ଆମ ଜଙ୍ଗଲକୁ ଆସୁଛି। ସେପଟେ ସେ ବେଲୁନ ଚଢ଼େଇ ଛୁଆକୁ ବି ବେଲୁନ ଘର ଭିତରକୁ ନେଇଗଲା। ପରଦିନ ସେ ଚଢ଼େଇ ବେଲୁନ ଧରି ପୁଣି ଜଙ୍ଗଲକୁ ଆସିଲା। ତାକୁ ଦେଖି ସବୁ ଚଢ଼େଇ ତା ପାଖକୁ ଆସିଲେ। ଏଇ ବେଲୁନ ବାଲି, ତ ବେଲୁନ ପାଇଁ ଚଢ଼େଇ ଛୁଆ ମାନେ ହଜି ଯାଉଛନ୍ତି। କହ, ତୁ କିଏ? ଏ ବେଲୁନ ତୁ କାହିଁକି ଛୁଆଙ୍କୁ ଦେଉଛୁ? ଏମିତି କହି ମିଟୁ ସେ ଚଢ଼େଇର ସବୁ ବେଲୁନ ଛଡ଼େଇ ନେଇଗଲା। ହଠାତ୍ ସେ ଚଢ଼େଇ ଏକ ଭୟଙ୍କର ପିଶାଚି ପାଲଟିଗଲା, ଆଉ ହସି ହସି ସେଠାରୁ ଗାୟବ ହେଇଗଲା। ବାପ ରେ, ଇଏ ତ ଗୋଟେ ପିଶାଚି ଥିଲା। ଭାଗ୍ୟ ଭଲ, ସେ ଆମର କିଛି କ୍ଷତି କଲା ନାହିଁ। ଆରେ ମରିଗଲି ରେ, ମତେ ବେଲୁନ ଉପରକୁ ନେଇ ଯାଉଛି। ଦେଖୁଛ କଣ? ମତେ ବଞ୍ଚାଅ। ଭୟ କରନି ମିଟୁ, ଏ ଦୌଡ଼ି ଧର, ଆମେ ତତେ ତଳକୁ ନେଇ ଆସିବୁ। ଏମିତି କହି ସେମାନେ ମିଟୁକୁ ତଳକୁ ଆଣିବାକୁ ଚେଷ୍ଟା କଲେ। ମିଟୁ ତ ତଳକୁ ଆସିଲାନି, ଓଲଟା ସେ ଦୁଇ ଜଣ ବି ମିଟୁ ସହ ଅନେକ ଉପରକୁ ଉଠିଗଲେ। ଆରେ ମରିଗଲୁ ରେ, ଆମ ସହ ଏସବୁ କଣ ହେଇଗଲା? ବଞ୍ଚାଅ, କେହି ଆମକୁ ବଞ୍ଚାଅ। ଆରେ ଏସବୁ କଣ ହେଉଛି? ମୁଁ ତ ନିଜ ଆଖିକୁ ବିଶ୍ୱାସ କରିପାରୁନି। ବେଲୁନ ଏତେ ସାରା ପକ୍ଷୀକୁ କେମିତି ଟାଣି ନେଉଛି? ନିଶ୍ଚୟ ଏସବୁ ସେ ପିଶାଚି କରୁଥିବ। ମୁଁ ଶୀଘ୍ର ତାନ୍ତ୍ରିକ ମାଙ୍କ ପାଖକୁ ଯାଏ, ଏବେ କେବଳ ସେ ହିଁ ଆମର ରକ୍ଷା କରିପାରିବେ। ତାପରେ ଚଢ଼େଇ ଶୀଘ୍ର ତାନ୍ତ୍ରିକ ଚଢ଼େଇ ପାଖକୁ ଗଲା
ଆଉ ତାକୁ ସବୁ ଘଟଣା କହିଲା। ତୋ କଥାରୁ ଜଣା ପଡୁଛି ଏସବୁ ସେ ବେଲୁନ ଘରେ ରହୁଥିବା ପିଶାଚି କରୁଥିବ। ସେ ସବୁ ଚଢ଼େଇଙ୍କୁ ବେଲୁନ ଘରେ ବନ୍ଦୀ କରି ରଖିଥିବ। ହେଲେ ତାନ୍ତ୍ରିକ ମା, ସେ ପିଶାଚି ଏମିତି କାହିଁକି କରୁଛି? ସିଏ ଅନେକ ଦିନର ପୁରୁଣା ପିଶାଚି। ଏକ ଅଭିଶାପ ଯୋଗୁଁ ସେ ବେଲୁନ ଘରେ ବନ୍ଦୀ ହେଇଅଛି। ବର୍ଷରେ ଥରେ କିଛି ଦିନ ପାଇଁ ସେ ବାହାରକୁ ଆସେ। ସେ ତା ଯାଦୁ ଶକ୍ତିରେ ଚଢ଼େଇମାନଙ୍କୁ ଧରି ନିଜ ବେଲୁନ ଘର ଭିତରକୁ ନେଇଯାଏ ଆଉ ବର୍ଷ ସାରା ସେମାନଙ୍କୁ ଖାଏ। ମୁଁ ତାକୁ ଅଟକେଇବାକୁ ଅନେକ ଚେଷ୍ଟା କଲି, ହେଲେ ପାରିଲିନି। ଏସବୁ ଜାଣି ମୋ ଗୁରୁମା ମୋତେ କହିଲେ ଏକ ଭଲ ମନର ପକ୍ଷୀ ହିଁ ସେ ପିଶାଚିକୁ ମାରିପାରିବ। ଚଢ଼େଇ, ଏଇ ନେ କିଛି ମନ୍ତ୍ରପୁତ ଧୂଳି। ଏ ଧୂଳି ପିଶାଚି ଉପରେ ପକେଇଲେ ସେ କିଛି ସମୟ ପାଇଁ ବେହୋସ ହେଇଯିବ। ସେଇ ଭିତରେ ତୁ ଚଢ଼େଇମାନଙ୍କୁ ରକ୍ଷା କରି ବେଲୁନ ଘରେ ନିଆଁ ଲଗେଇ ପାରିଲେ ପିଶାଚି ସବୁଦିନ ପାଇଁ ଶେଷ ହେଇଯିବ। ମୁଁ ଜାଣେ ଚଢ଼େଇ, ତୁ ବହୁତ ଭଲ ମନର। ଏ କାମ କେବଳ ତୁ ହିଁ କରିପାରିବୁ। ଚଢ଼େଇ ତାନ୍ତ୍ରିକ ବୁଢ଼ୀ ପାଖରୁ ସେ ଧୂଳି ନେଇ ବେଲୁନ ଘର ପାଖକୁ ଗଲା। ସେପଟେ, ଆଣ୍ଟି, ତୁମେ ଏଠାକୁ କେମିତି ଆସିଲ? ଜାଣିଛ, ଏ ବେଲୁନ ଘରେ ନା ଗୋଟେ ପିଶାଚି ଅଛି। ସେ ଆମକୁ ଖାଇବ କହୁଥିଲା। ଆମକୁ ବଞ୍ଚାଅ ଆଣ୍ଟି, ମୁଁ ଘରକୁ ଯିବି। ଆମେ ତମମାନଙ୍କୁ କେମିତି ବଞ୍ଚେଇବୁ? ଆମେ ତ ନିଜେ ଘରେ ବନ୍ଦୀ ହେଇଯାଇଛୁ। ସେମାନେ ଏପରି କଥା ହେବା ସମୟରେ ବେଲୁନ ଘରର ପିଶାଚି ସେଠାକୁ ଆସିଲା। ବାବା, ଏତେ କମ ସମୟରେ ମତେ ଆଜି ଅନେକ ଚଢ଼େଇ ମିଳିଗଲେ। ଏବେ ଆଉ ଖାଇବା ଖୋଜିବାକୁ ପଡ଼ିବନି। ମୁଁ ଜଣ ଜଣ କରି ତମ ସମସ୍ତଙ୍କୁ ଖାଇବି। ଆଗ କାହାକୁ ଖାଇବି? ମିଟୁ, ମୁଁ ତତେ ଆଗ ଖାଇବି। ଏମିତି ପିଶାଚି ଚଢ଼େଇମାନଙ୍କୁ ମାରିବା ପାଇଁ ଯେମିତି ତାଙ୍କ ପାଖକୁ ଗଲା, ମା ଚଢ଼େଇ ଧୂଳି ସହ ସେଠାରେ ଆସି ପହଞ୍ଚିଗଲା। ପିଶାଚି, ରହିଯା, ତୁ ଚଢ଼େଇମାନଙ୍କର କ୍ଷତି କରନି। ମୁଁ ତତେ ଛାଡ଼ିବିନି। ଏ ଚଢ଼େଇ, ତୁ ମୋ ବେଲୁନ ଘର ଭିତରକୁ କେମିତି ଆସିଲୁ? ଭଲ ହେଲା, ମତେ ଆଉ ଏକ ପକ୍ଷୀ ଖାଇବାକୁ ମିଳିଗଲା। ପିଶାଚି ସେମାନଙ୍କୁ ମାରିବା ପୂର୍ବରୁ ମା ଚଢ଼େଇ ଧରିଥିବା ଧୂଳିକୁ ସେ ପିଶାଚି ଉପରକୁ ଫିଙ୍ଗିଦେଲା। ପିଶାଚି କିଛି ସମୟ ପାଇଁ ବେହୋସ ହେଇଗଲା। ଏସବୁ ଦେଖି ମା ଚଢ଼େଇ ତୁରନ୍ତ ସବୁ ଚଢ଼େଇଙ୍କୁ ବାହାରକୁ ନେଇ ଆସିଲା ଆଉ ବେଲୁନ ଘରେ ନିଆଁ ଲଗେଇଦେଲା। ବେଲୁନ ଘର ସହ ପିଶାଚିର ବି ଅନ୍ତ ହେଲା। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ତୋ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ସତରେ ତୁ ବହୁତ ସାହସୀ। ଏମିତି ସବୁ ଚଢ଼େଇ ମା ଚଢ଼େଇର ଅନେକ ପ୍ରଶଂସା କଲେ ଆଉ ତାପରେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ପୁଣି ଥରେ ପୂର୍ବ ଭଳି ସବୁ ଚଢ଼େଇ ମିଳିମିଶି ଖୁସିରେ ରହିଲେ। ଗୋଟିଏ ଜଙ୍ଗଲରେ ରହୁଥିଲା ଏକ ଅହଙ୍କାରୀ ଦୁଷ୍ଟ କାଉ। ସେ ଶକ୍ତିଶାଳୀ ହେଇଥିବାରୁ ଛୋଟ ଚଢ଼େଇମାନଙ୍କୁ ଡରେଇ ତାଙ୍କ ଘର ଛାଡ଼ି ନେଉଥିଲା। ଏମିତି ଦିନେ କାଉ ପାଖ ଜଙ୍ଗଲକୁ ଯାଇଥିଲା। ହଠାତ୍ ସେତେବେଳେ ବର୍ଷା ଆରମ୍ଭ ହେଇଗଲା। ଆରେ ଆରେ, ଏ ଜଙ୍ଗଲକୁ ଆସୁ ଆସୁ ହିଁ ବର୍ଷା ଆରମ୍ଭ ହେଇଗଲା। ଏବେ ମୁଁ କୋଉଠି ଆଶ୍ରୟ ନେବି? ଆଗରେ ତ ଗୋଟେ ଘର ଅଛି। ଯାଏ, ଆଜି ରାତି ସେଇଠି ରହିଯାଏ। କବାଟ ଖୋଲ, ଦୟାକରି କବାଟ ଖୋଲ। ମୁଁ ଅନେକ ସମୟରୁ ବର୍ଷାରେ ଭିଜିଲିଣି। ଏ ଜଙ୍ଗଲକୁ ଆସୁ ଆସୁ ହିଁ ବର୍ଷା ଆରମ୍ଭ ହେଇଗଲା। ମୁଁ ଆଶ୍ରୟ ପାଇଁ ତୁମ ଘରକୁ ଆସିଛି। ଆରେ ଆରେ, ଲାଗୁଛି ପକ୍ଷୀଟା ବିପଦରେ ପଡ଼ି ମୋ ପାଖକୁ ଆସିଛି। ମୁଁ ତାକୁ ଘର ଭିତରକୁ ନେଇ ଆସେ। କାଉ ଭାଇ, ତୁମେ ଏଠି କିଛି ସମୟ ଆରାମ କର। ଆରେ ଆରେ, ତୁମେ ତ ପୁରା ଓଦା ହେଇଯାଇଛ। ରୁହ, ମୁଁ ତୁମ ପାଇଁ ଟାୱେଲ ଆଣିଦେଉଛି। ନିଜକୁ ପୋଛି ନିଅ। ଆରେ ବାଃ, ଏ ଘରଟା ତ ଅନେକ ସୁନ୍ଦର। ସୁନ୍ଦର ଘରେ ରହିବାକୁ ମୋତେ ଭାରି ଭଲ ଲାଗେ। ଯେମିତି ବି ହେଉ, ଏ ଘରକୁ ମୁଁ ନିଜର କରିନେବି। ମିଟୁ, ତୋ ଘରଟା ମୋତେ ଭାରି ଭଲ ଲାଗିଲା। ତୁ ଏଠୁ ଚାଲିଯା, ମୁଁ ଆଜିଠୁ ଏଇଠି ରହିବି। ତୁମେ କ'ଣ କହୁଛ କାଉ ଭାଇ? ଏ ଘର ମୋର। ମୁଁ କାହିଁକି ଏଠୁ ଯିବି? ତୁମକୁ ଯଦି ମୋ ଘର ଭଲ ଲାଗିଲା, ତୁମେ ମୋ ପରି ଏକ ଘର ବନେଇ ନିଅ। ନା, ମୁଁ ଘର ବନେଇବିନି। ମୁଁ ତ ଘରକୁ ହିଁ ନେବି। ଆଜିଠୁ ଏ ଘର ମୋର। ରହ, ମୁଁ ଏବେ ତତେ ଏ ଘରୁ ବାହାର କରୁଛି। ଏମିତି କହି କାଉ ମିଟୁକୁ ବହୁତ ପିଟିଲା ଆଉ ତାକୁ ସେ ଘରୁ ବାହାର କରିଦେଲା। ମିଟୁ ଶକ୍ତିରେ କାଉକୁ ହରାଇ ପାରିଲାନି। ସେ କାନ୍ଦି କାନ୍ଦି ସେ ଘର ଛାଡ଼ି ଚାଲିଗଲା। ହା ହା ହା, ମୋ ଶକ୍ତି ସମସ୍ତଙ୍କଠୁ ବେଶୀ। କେହି ବି ମୋତେ ହରେଇ ପାରିବେନି। ଆଜିଠୁ ଏ ଜଙ୍ଗଲରେ ଯାହାର ବି ଘର ମୋତେ ଭଲ ଲାଗିବ,
ମୁଁ ସେ ଘରକୁ ନେଇଯିବି। ଏବେ ମୁଁ ରହିବା ପାଇଁ ଘର ତ ପାଇଗଲି, ହେଲେ ମୋ ପାଖରେ କିଛି ଖାଇବା ନାହିଁ। ଯାଏ କିଛି ଖାଇବା ଖୋଜି ଆଣେ। ଏମିତି ଚିନ୍ତା କରି କାଉ ବାହାରକୁ ଯାଇ ଖାଇବା ଖୋଜିଲା। ସେତେବେଳେ ସେ ଦେଖିଲା ଗୋଟେ ଚଢ଼େଇ ଖାଇବା ଧରି ଘରକୁ ଯାଉଛି। କାଉ ତାର ପଛେ ପଛେ ଗଲା। ଏ ଚଢ଼େଇ, ତୋ ଘରେ ଯେତେ ବି ଖାଇବା ଅଛି ମତେ ଦେଇଦେ, ମତେ ଭାରି ଭୋକ ଲାଗୁଛି। ମୁଁ ଏ ଖାଇବା ଅନେକ କଷ୍ଟ କରି ଆଣିଛି। ତୁମକୁ ଯଦି ଭୋକ ଲାଗୁଛି ମୋଠୁ ଅଧା ଖାଇବା ନେଇଯାଅ, ହେଲେ ମୁଁ ସବୁ ଖାଇବା ତୁମକୁ ଦେଇପାରିବିନି। କଣ ହେଲା, ତୁ ମତେ ଖାଇବା ଦେବୁନି? ମୋ ଭଳି ଏକ ଶକ୍ତିଶାଳୀ କାଉକୁ ତୁ ଖାଇବା ଦେବା ପାଇଁ ମନା କରୁଛୁ? ଦେଖ ଏବେ ମୁଁ ତ ଖାଇବା କେମିତି ନେଉଛି। କାଉ ଜୋର କରି ଚଢ଼େଇଠୁ ତା ଖାଇବା ଛଡ଼େଇ ନେଇଗଲା। ଚଢ଼େଇ କାଉର ପଛେ ପଛେ ଗଲା, ହେଲେ ତାକୁ ଧରି ପାରିଲାନି। ମନ ଦୁଃଖରେ ଚଢ଼େଇ ଅନେକ କାନ୍ଦିଲା। ସେତେବେଳେ ମିଟୁ ତା ପାଖକୁ ଆସିଲା। କଣ ହେଲା ଚଢ଼େଇ, ତୁ ଏମିତି କାନ୍ଦୁଛୁ କାହିଁକି? ଚଢ଼େଇ ମିଟୁକୁ ସବୁ ଘଟଣା କହିଲା। ସେ ଦୁଷ୍ଟ କାଉ ମତେ ବି ଘରୁ ବାହାର କରି ମତେ ଅନେକ ପିଟିଛି। ଦେଖୁନୁ ମୋ ଦେହରୁ କେମିତି ରକ୍ତ ବାହାରୁଛି। ମୁଁ ଏବେ ଡାକ୍ତରଙ୍କ ପାଖରୁ ଔଷଧ ଆଣିଛି। ସେ କାଉର ଶକ୍ତି ଅଛି ବୋଲି ସେ ଆମ ସମସ୍ତଙ୍କ ସହ ଅନ୍ୟାୟ କରୁଛି। ଆଜି ସେ ଆମର କ୍ଷତି କରୁଛି, କାଲି ଅନ୍ୟ ଚଢ଼େଇଙ୍କର କ୍ଷତି କରିବ। ଆମେ ତାକୁ ଏମିତି ଛାଡ଼ି ପାରିବାନି। ମିଟୁ, ଯା ଅନ୍ୟ ଚଢ଼େଇ ମାନଙ୍କୁ ଡାକି ଆଣିବୁ। ଆମେ ସମସ୍ତେ ମିଶି କାଉକୁ ଉଚିତ ଶିକ୍ଷା ଦେବା। ତାପରେ ମିଟୁ ସବୁ ଚଢ଼େଇଙ୍କୁ ଡାକି ଆଣିଲା। ଚଢ଼େଇ ସେମାନଙ୍କୁ ସବୁ ଘଟଣା ବୁଝେଇ କହିଲା। କାଉ ଆମର ଅନେକ କ୍ଷତି କରିସାରିଲାଣି, ହେଲେ ଆଉ ନୁହଁ। ଆମେ ସମସ୍ତେ ମିଶି ଏବେ କାଉକୁ ଉଚିତ ଶିକ୍ଷା ଦେବା। ତା ପୂର୍ବରୁ ଚାଲ ସମସ୍ତେ ନଦୀ ସେପାରି ଜଙ୍ଗଲକୁ ଚାଲିଯିବା। ଏଠି ରହିଲେ କାଉ କାହା ନା କାହା ଉପରେ ଆକ୍ରମଣ କରିପାରେ। ନଦୀ ବହୁତ ବଡ଼, କାଉ ଚାହିଁଲେ ବି ଆମ ପାଖରେ ପହଞ୍ଚି ପାରିବନି। ଚାଲ ସମସ୍ତେ ମିଶି ଏବେ ହିଁ ସେ ଜଙ୍ଗଲକୁ ଯିବା ପାଇଁ ବାହାରି ପଡ଼ିବା। ଏମିତି କଥା ହେଇ ସବୁ ଚଢ଼େଇ ନଦୀ ସେପାରକୁ ଯିବା ପାଇଁ ଏକ ଡଙ୍ଗାରେ ବସି ବାହାରି ପଡ଼ିଲେ। ମଝି ନଦୀରେ ପହଞ୍ଚିବା ପରେ ପରେ ହିଁ ହଠାତ୍ ବର୍ଷା ଆରମ୍ଭ ହେଇଗଲା। ଜୋର ଜୋରେ ପବନ ବହିବା ଯୋଗୁଁ ଚଢ଼େଇମାନେ ଯେଉଁ ଡଙ୍ଗାରେ ବସିଥିଲେ ସେ ଡଙ୍ଗାଟି ଟଳମଳ ହେଲା। ଏ କଣ, ହଠାତ୍ ଏତେ ଜୋରେ ବର୍ଷା କାହିଁକି ଆରମ୍ଭ ହେଇଗଲା? ଆମ ଡଙ୍ଗା କେତେ ହଲୁଛି, ଏମିତି ଲାଗୁଛି ଏବେ ହିଁ ଡଙ୍ଗା ବୁଡ଼ିଯିବ। ଚଢ଼େଇ, ଆମେ ତ କଥାରେ ପାଖ ଜଙ୍ଗଲକୁ ଯାଉଥିଲୁ, କିଛି ଗୋଟେ କର, ଆମକୁ ବଞ୍ଚା। ମୁଁ କିଛି ବୁଝିପାରୁନି ଏବେ କଣ କରିବି। ଏଇ ଝଡ଼ ବର୍ଷାରେ ଆମେ ଉଡ଼ି ଉଡ଼ି ନଦୀ ପାର କରିପାରିବାନି। ଏବେ କେବଳ ଭଗବାନ ହିଁ ଆମକୁ ରକ୍ଷା କରିପାରିବେ। ଏମିତି ସବୁ ଚଢ଼େଇ ଭୟରେ କାନ୍ଦୁଥିବା ସମୟରେ ଏକ ବାଦଲ ତାଙ୍କ ପାଖକୁ ଆସିଲା, ଆଉ ସେ ତାଙ୍କୁ ଏକ ସୁରକ୍ଷିତ ଜାଗାକୁ ନେଇଗଲା। ଏ କଣ, ଏତେ ଝଡ଼ ବର୍ଷାରେ ତମେମାନେ ଘରେ ନ ରହି ବାହାରକୁ କାହିଁକି ଯାଉଥିଲ? ଯଦି ତମମାନଙ୍କର କିଛି କ୍ଷତି ହେଇଯାଇଥାନ୍ତା? ବାଦଲ ରାଣୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ତୁମେ ନ ଆସିଥିଲେ ଆମର କଣ ଯେ ହେଇଥାନ୍ତା। ଆମେ ବିପଦରେ ପଡ଼ି ନିଜ ଘର ଛାଡ଼ି ପାଖ ଜଙ୍ଗଲକୁ ଯାଉଥିଲୁ। କଣ ବିପଦରେ ପଡ଼ି ତମେମାନେ ପାଖ ଜଙ୍ଗଲକୁ ଯାଉଥିଲ, ମତେ କୁହ। ସବୁ ଚଢ଼େଇ ବାଦଲକୁ ସବୁ ଘଟଣା କହିଲେ। ଆଚ୍ଛା ଏମିତି କଥା। ଚଢ଼େଇ, ତୁ ଠିକ ନିଷ୍ପତ୍ତି ନେଇଛୁ। ବଳରେ ନହେଲେ ବି ତମେମାନେ ବୁଦ୍ଧିରେ କାଉକୁ ହରେଇ ପାରିବ। ଏ କାମରେ ମୁଁ ତୁମକୁ ସାହାଯ୍ୟ କରିବି। ସତରେ ବାଦଲ ରାଣୀ, ତୁମେ ଆମକୁ ସାହାଯ୍ୟ କରିବ? ହଁ, ମୁଁ ସତ କହୁଛି। କୁହ, ମୁଁ ତମମାନଙ୍କୁ କେମିତି ସାହାଯ୍ୟ କରିପାରିବି? ତେବେ ଠିକ ଅଛି ବାଦଲ ରାଣୀ, ଆମକୁ ଏକ ସୁନ୍ଦର ଘର ଦିଅ। ତାପରେ ବାଦଲ ରାଣୀ ନଦୀ ଉପରେ ଏକ ସୁନ୍ଦର ବାଦଲର ଘର ତିଆରି କରିଦେଲା। ବାଦଲ ଘର? ବାଃ, ଏ ଘରଟା କେତେ ସୁନ୍ଦର ହେଇଛି। ଆମେ କଣ ଆଜିଠୁ ଏ ଘରେ ରହିବା? ନା ନା, ଆମେ ଏ ଘରେ ରହିବାନି। ଏ ଘରେ ଚିଲ ଦିଦି ରହିବେ। କିନ୍ତୁ କାହିଁକି ଚଢ଼େଇ, ଏତେ ସୁନ୍ଦର ଘରେ ଆମେ କାହିଁକି ରହିବାନି? ଯଦି ଆମେ ଏ ଘରେ ରହିବାନି ତେବେ ତ ବାଦଲ ରାଣୀକୁ କାହିଁକି ଏ ଘର ମାଗୁଥିଲୁ? ତାପରେ ଚଢ଼େଇ ସେମାନଙ୍କୁ ତା ଯୋଜନା କଥା କହିଦେଲା। ସବୁ ଶୁଣିଲା ପରେ ତ ସମସ୍ତେ ଅନେକ ଖୁସି ହେଇଗଲେ। ବାଃ ଚଢ଼େଇ, ତୋର ଅନେକ ବୁଦ୍ଧି। ତୁ ହିଁ କାଉକୁ ଉଚିତ ଶିକ୍ଷା ଦେଇପାରିବୁ। ଏବେ ମୁଁ ଯାଉଛି, କିଛି ଦରକାର ହେଲେ ମତେ ମନେ ପକେଇବୁ। ଏମିତି କହି ବାଦଲ ସେଠାରୁ ଚାଲିଗଲା। ଚଢ଼େଇମାନେ ଚିଲ ପାଖକୁ ଗଲେ। ଚିଲ ଦିଦି, ଜାଣିଛ ଆମେ ତୁମ ପାଇଁ ଏକ ସୁନ୍ଦର ଘର ବନେଇଛୁ, ଆଉ ତୁମକୁ ସେ ଘର ଉପହାର ଦେବା ପାଇଁ ଆସିଛୁ। ତୁମେ ଆମ ସମସ୍ତଙ୍କଠୁ ଶକ୍ତିଶାଳୀ। ଆମେ ତୁମକୁ ଆମ ରାଣୀ ଭାବୁ। ଚଢ଼େଇ ମାନଙ୍କର ଏପରି କଥା ଶୁଣି ଚିଲ ତ ଅନେକ ଖୁସି ହେଇଗଲା, ଆଉ ଚଢ଼େଇଙ୍କ ସହ ସେ ବାଦଲ ଘରକୁ ଗଲା। ସେପଟେ ମିଟୁ କାଉ ପାଖକୁ ଗଲା। କାଉ ଆଜ୍ଞା, ମୁଁ ଆପଣଙ୍କ ପାଖରେ କାମ କରିବା ପାଇଁ ଆସିଛି।
ମୁଁ ଜାଣେ ଆପଣଙ୍କୁ ସୁନ୍ଦର ସୁନ୍ଦର ଘରେ ରହିବାକୁ ଭାରି ଭଲ ଲାଗେ। ମୁଁ ଏ ଜଙ୍ଗଲରେ ସାନରୁ ବଡ଼ ହେଇଛି। ମୁଁ ଜାଣିଛି କୋଉ ଚଢ଼େଇ ସୁନ୍ଦର ଘର ତିଆରି କରିଛି। ମୁଁ ସେମାନଙ୍କ ଖବର ଆପଣଙ୍କୁ ଦେବି। ତା ସହ ମୁଁ ଆପଣଙ୍କ ପାଇଁ ଖାଇବା ବି ଆଣିଦେବି। ଆପଣଙ୍କ ପରି ଏକ ଶକ୍ତିଶାଳୀ ପକ୍ଷୀ ପାଖରେ ରହିଲେ ଅନ୍ୟ ଚଢ଼େଇ ମାନେ ବି ମତେ ଡରିବେ। ଦୟାକରି ମତେ ନିଜ ପାଖରେ ରଖିନିଅନ୍ତୁ। ଆରେ ଇଏ ମୋ ପାଇଁ ସୁନ୍ଦର ଘର ଆଉ ଖାଇବା ଯୋଗାଡ଼ କରିଦେବ? ତାହେଲେ ତ ବହୁତ ଭଲ କଥା। ମତେ ଏତେ ଆଉ କଷ୍ଟ କରିବାକୁ ପଡ଼ିବନି। କଣ ହେଲା କାଉ ଆଜ୍ଞା, କଣ ଚିନ୍ତା କରୁଛନ୍ତି? ଜାଣିଛନ୍ତି ଆମ ନଦୀ ପାଖରେ ନା ଏକ ସୁନ୍ଦର ଘର ଅଛି। ହେଲେ ମୁଁ ଶୁଣିବାକୁ ପାଇଲି କିଏ ଜଣେ ସେ ଘରେ ରହୁଛି। ସେ ଘରେ ଯିଏ ବି ଥାଉ, ମୁଁ ତାକୁ ସେଠୁ ବାହାର କରି ନିଜେ ସେ ଘରେ ରହିବି। ଚାଲ ଏବେ ସେଠାକୁ ଯିବା। ତାପରେ କାଉ ମିଟୁ ସହ ସେ ବାଦଲ ଘରକୁ ଗଲା। ସବୁ ଚଢ଼େଇ ଲୁଚି ଲୁଚି ଏ ଦୃଶ୍ୟ ଦେଖୁଥିଲେ। ଆରେ ଆରେ, ଘରଟା ତ ଅନେକ ସୁନ୍ଦର ହେଇଛି। ଏଠି ପୁଣି 2ଟି ଅଣ୍ଡା ବି ଅଛି। ରହିବା ପାଇଁ ମତେ ଘର ମିଳିଗଲା, ଆଉ ଖାଇବା ପାଇଁ ଅଣ୍ଡା ବି ମିଳିଗଲା। କଣ କହିଲୁ ବଦମାସ କାଉ? ମୋ ଅଣ୍ଡାକୁ ତୁ ଖାଇବୁ ଆଉ ଏ ଘରକୁ କବ୍ଜା କରିନେବୁ? ରହ, ଏବେ ତତେ ଦଉଛି ପାନେ। ଏମିତି କହି ଚିଲ କାଉକୁ ଅନେକ ପିଟିଲା ଆଉ ତାକୁ ଘର ବାହାରେ ଥିବା ନଦୀକୁ ଫୋପାଡ଼ି ଦେଲା। କାଉ ପାଣିରେ ପଡ଼ି ବୁଡ଼ିବାକୁ ଲାଗିଲା। ବଞ୍ଚାଅ, ମତେ କେହି ବଞ୍ଚାଅ, ମରିଗଲି, ମତେ ପାଣିରୁ ବାହାର କର। ଏ ସବୁ ପାଇଁ ତୁ ଦାୟୀ କାଉ। ତୁ ଯଦି ଭଲରେ ଆମ ସହ ମିଳିମିଶି ରହିଥାନ୍ତୁ ତତେ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ତୁ ଆମ ସହ ବହୁତ ଅନ୍ୟାୟ କରିଛୁ। ଆମେ କେହି ତତେ ସାହାଯ୍ୟ କରିବୁନି। ତୁ ତ ଭୁଲର ଶାସ୍ତି ପା। କାଉ ଭାସି ଭାସି ନଦୀରେ ବୁଡ଼ିଗଲା। ସବୁ ଚଢ଼େଇ ନିଜ ନିଜ ଘରକୁ ଫେରି ପାଇ ଖୁବ୍ ଖୁସି ହେଇଗଲେ ଆଉ ପୂର୍ବ ଭଳି ମିଳିମିଶି ରହିଲେ।